आज ହେଉଛି ଭାରତ ବନ୍ଦ। ତେବେ ଓଡ଼ିଶା ବନ୍ଦ କି? ଏହାଛଡ଼ା 21 ଅଗଷ୍ଟରେ ଆଜି ଭାରତ ବନ୍ଦ ଡାକରା। ଜାଣନ୍ତୁ କ'ଣ ରହିବ ବନ୍ଦ ଓ କ'ଣ ରହିବ ଖୋଲା। ଏନେଇ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। ଜାଣିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟାର ଲାଗୁ କରିବା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି 21 ଅଗଷ୍ଟ ଅର୍ଥାତ୍ ଆଜି ଭାରତ ବନ୍ଦ ଡାକରା ଦେଇଛି। ଏହାର ସମର୍ଥନରେ କିଛି ଦଳିତ ସଂଗଠନ ବାହାରିଛନ୍ତି। ଏହାଛଡ଼ା ସମାଜବାଦୀ ପାର୍ଟି ମଧ୍ୟ ଏହାକୁ ସମର୍ଥନ କରିଛି। କିଛିଦିନ ତଳେ ସୁପ୍ରିମକୋର୍ଟ SC/ST ଆରକ୍ଷଣ କ୍ରିମି ଲେୟାର କରିବାକୁ ଅନୁମତି ଦେଇଛନ୍ତି। ତେବେ କୋର୍ଟ ଏନେଇ କହିଥିଲେ ଯେ ଯେଉଁମାନଙ୍କୁ ବାସ୍ତବରେ ଏହି ଆରକ୍ଷଣର ଆବଶ୍ୟକତା ଅଛି ସେମାନଙ୍କୁ ପ୍ରାଥମିକତା ଦେବା ଜରୁରୀ, ଯାହାକୁ ବିରୋଧ କରିଛନ୍ତି ଦଳ। ଭାରତ ବନ୍ଦ ଡାକରା ଦେଇଥିବା ଦଳ ଏହି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛନ୍ତି। ତେବେ ଜାଣନ୍ତୁ ଭାରତ ବନ୍ଦ ସମୟରେ କ'ଣ ରହିବ ବନ୍ଦ। ଏବେ ଭାରତ ବନ୍ଦ ସମୟରେ କ'ଣ ଖୋଲା ରହିବ ବା ବନ୍ଦ ରହିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ତେବେ ଭାରତ ବନ୍ଦ ସମୟରେ ଏହା ସାଧାରଣ ପରିବହନ ସେବା ଉପରେ ପ୍ରଭାବ ପକାଇପାରେ। କେତେକ ସ୍ଥାନରେ ଘରୋଇ କାର୍ଯ୍ୟାଳୟ ମଧ୍ୟ ବନ୍ଦ ହୋଇପାରେ। ଏହାଛଡ଼ା ଜାଣନ୍ତୁ କେଉଁ ସେବାଗୁଡ଼ିକ ଜାରି ରହିବ। ତେବେ ଭାରତ ବନ୍ଦ ସମୟରେ ଡାକ୍ତରଖାନା ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା କାର୍ଯ୍ୟକ୍ଷମ ରହିବ। ବ୍ୟାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଦେଶ ଆସିନାହିଁ। ତେଣୁ ବୁଧବାର ଦିନ ଅର୍ଥାତ୍ ଆଜି ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସମ୍ଭାବନା ରହିଛି। ଆଉ ଏହାଛଡ଼ା ଯଦି ଆପଣମାନେ ଭାବୁଥିବେ ଓଡ଼ିଶା ବନ୍ଦ କି, ତେବେ ଜାଣି ରଖନ୍ତୁ ଏନେଇ ମଧ୍ୟ ସରକାର ତରଫରୁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ହେଲେ କିଛି ମାତ୍ରାରେ ପରିବହନ ସେବା ବ୍ୟାହତ ହୋଇପାରେ ବୋଲି ସୂଚନା ରହିଛି।